ସେତେବେଳେ କେହି କାହାକୁ ଦେଖୁ ନଥିଲେ ବାହା ହେଇ ଯାଉଥିଲେ। ହାତ ଗଣ୍ଠି ପଡିଲା ବେଳେ ଜଣା ପଡୁଥିଲା ଝିଅଟା କଳା କି ପୁଅଟା କଳା। ଏବଂ ଇଏ ଏଥିରୁ ବାହାରି ଆଜି ଆମେ ବିଭିନ୍ନ ସମାଜର ପରିବର୍ତ୍ତନରେ ସାଥୀ ହେଇ ରହୁଛେ, ସାଥୀ ହେଇ କଥା ହଉଛେ, ବୁଲୁଛେ ଏବଂ ନିଜର ଜୀବନକୁ ସହଜ ସରଳ ଢଙ୍ଗରେ ଅତିବାହିତ କରିବା ପାଇଁ ଆମେ ଆମ ସାଥୀ ବାଛୁଛେ। ବନ୍ଧୁମାନେ, ସାଥୀ ସେହି ଯିଏ ସାଥ ନିଭିବ। ସାଥୀ ହଉଛି ସେହି ଯିଏ ହରେକ ସୁବିଧା ଅସୁବିଧା କଷ୍ଟ ଯନ୍ତ୍ରଣା ସମାଜର ସମସ୍ତ ସ୍ଥିତିରେ ସାଥୀ ନିଭେଇବା ପାଇଁ ଯିବ। ଖାଲି ପୁଅ ନୁହେଁ କି ଝିଅ ନୁହେଁ, ଦୁଇ ଜଣଙ୍କୁ ସମାଜରେ ଶଗଡ଼ର ଦୁଇ ଚକ ଭଳି ଆଗକୁ ଚାଲିବାକୁ ପଡିବ। ପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା, ମା ଲକ୍ଷ୍ମୀ, ମା ଦୁର୍ଗା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସମାଜର ଯୋଉ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବିବାହ ପରେ ଆପଣ ମାନେ ସମ୍ପନ୍ନ କରିବେ, ସେଥିରେ ପ୍ରତି କ୍ଷଣରେ ବାପା ମାଙ୍କର ଆଶୀର୍ବାଦ ଯେମିତି ଆପଣଙ୍କୁ ଦରକାର, ସାହି ପଡିଶା ସମସ୍ତଙ୍କର ଆଶୀର୍ବାଦରେ ଆପଣ ମାନେ ସମାଜରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ପାଇଁ ଯାଉଛନ୍ତି। ନୂଆ ପରିଚୟ ଆଜି ଯାଏ ଆପଣ ବ୍ୟକ୍ତି ଥିଲେ, କାଲି କିଏ କାହାର ମିଷ୍ଟର ଆଉ କିଏ କାହାର ମିସେସ୍ ହେଇ ଜଣା ହେବେ। ଇଏ ଦମ୍ପତିଙ୍କର ଅଭିନୟ ଶୈଳୀ ଆମ ସମାଜକୁ ଆହୁରି ରୁଦ୍ଧିମାନ କରୁଛି। ମୁଁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ, ଏ ବିଭାଗର ମନ୍ତ୍ରୀ ଭାବେ ଆପଣ ମାନଙ୍କର ବଡ ଭଉଣୀ ହିସାବରେ ଆପଣଙ୍କୁ ଆଶୀର୍ବାଦ କରୁଛି। ସମାଜର ସମସ୍ତ ସଂଘର୍ଷରେ ବି ଆପଣ ମାନେ एकजुट ହେଇ ସାମ୍ନା କରନ୍ତୁ। ସରକାର, ସମାଜ, ପରିବାର ସବୁ ଆପଣଙ୍କ ସାଥିରେ ଅଛନ୍ତି ଏବଂ ସମସ୍ତ ଲଢେଇରେ ଆପଣ ମାନେ ଏକତ୍ରିତ ରୁହନ୍ତୁ। ସମାଜ ସମାନତା ଆଉ ଏକତାରେ ହିଁ ବଢେ। ଆମେ ସମ୍ପର୍କକୁ ଏକ ସମାନତାରେ ରଜୁରେ ବାନ୍ଧି ଆଗକୁ ଯିବା। କେବେ ରୋଜଗାରର ଆଳରେ, କେବେ ସାମାଜିକ ସ୍ଥିତିର ଆଳରେ, କେବେ ପରିବାରର କଳହ ଭିତରେ ବି ଆମେ ଆମ ପାଇଁ ଯୋଉ ପ୍ରେମ ଭଲ ପାଇବା ଅଛି ତାକୁ ହିଁ ଆଧାର କରି ଆଗକୁ ବଢିବା। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କ ଚଲାପଥ କୁସୁମିତ ହଉ। ଆପଣ ମାନେ ଯାହା ଲକ୍ଷ୍ୟ, ଯାହା ସ୍ୱପ୍ନ ନେଇ ବିବାହ କରୁଛନ୍ତି ସେଥିରେ ଆପଣ ମାନେ ସଫଳ ହୁଅନ୍ତୁ। ବଡ ଭଉଣୀ ହିସାବରେ ମୁଁ ଆପଣଙ୍କୁ ଏତିକି ହିଁ ଆଶୀର୍ବାଦ କରୁଛି। ଜୟ ଜଗନ୍ନାଥ, ଜୟ ମା ସୁଭଦ୍ରା।